ବୋଉ କଣ ସକାଳୁ କଣ ବିରି ବାଟିକି ଫେଣ୍ଟିଲଣି ବରା ଫରା ଛାଣିବ କି? ହଁ ତତେ ତ ଖାଲି ବରା ଦେଖାଯାଉଛି, ଶୋଇକି ବି ବରା ଦେଖାଯାଉଛି ଆଉ। ଆଉ ତାହେଲେ ଏତେବେଳେ କାଇଁ ବାଟିଛ? ମଲା ମୁଁ କଣ ବି ବାଟିଛି ଏ କଥା ମୁଁ ଜାଣିଛି। ବିରି ଧରିବି ମାନେ ଖାଲି ବରା କଣ ହବ? କଣ ହବ? ବଡି ବଡି ଗୀତ ବୋଲୁଛ ସବୁବେଳେ, କଲା ଆସି କହୁଛ ବରା ଖାଇବି। ଆଉ ମୁଁ ଭାବିଲି ବୋଧେ ବରା ଛଣା ହବ। ଆମର ବଡି ଗୋଟେ ଅଛି, ବଡି ପକେଇଲେ ଯାଇ ବଡି ଖିଆ ହବ। କଣ ଏକାଥରେ ଗୋଟେ ବର୍ଷର ପାଇଁ ବଡି ଥୋଇଦବ ନା କଣ? ଆଁ? ବଡି ତ ସେମିତି ପକାନ୍ତି, 2-4 ଦିନ ପକେଇବେ ପୁରା ଗୋଟେ ବର୍ଷ ପାଇଁ ରହିବ। ଆଉ ତମ ପାଟି ଖୁଲିଲେ ଖାଲି ବରା ବରା, ମାନେ ବରା ଯୋଉ ବିରି ଆଉ ତେଲ ଆମ ଘରକୁ ବୋଧେ ଯୋଗେଇ ହବନି ମତେ ଲାଗୁଛି। ଆଉ ଏଥିରୁ ରଖିଥା, ଗିନେ ଖଣ୍ଡେ ରଖିଥା। 3 ଦିନ ରଖିବି, ମୁଁ କେତେ କଷ୍ଟ କରିକି ସକାଳୁ ବାଟିଲିଣି। ତମେ କଣ କଷ୍ଟ କଲ? ଧୋଇଲି। ତମେ ଧୋଇଲ, ବାଟିଆ କାମଟା କଣ ତମେ କରିଛ? ଏଟା ଗ୍ରାଇଣ୍ଡର ଗଲା। ଥୁଆ ହେଇଛି, ମନକୁ ବାଟି ହେଇଯିବ। ତମେ ଯଦି ଦାନ୍ତରେ ତାକୁ କାମୁଡିକି ଯଦି ତାକୁ ପାଲିସ କରିଥାନ୍ତ ତାହେଲେ ଜଣା ପଡିଥାନ୍ତା। ଦାନ୍ତରେ ପାଲିସ କରନ୍ତି ଯେ ମୁଁ କଷ୍ଟ କରିକି ବାଟିଛି। ଆଉ କଷ୍ଟ ନୁହଁ, ଶିଳଟା ଟିକେ ଅଧିକ କଷ୍ଟ। ନାଇଁ ଶିଳଟା ଭଲ ଯେ, ଆମର କାହିଁ ଏମିତିଆ ଶିଳ? ନହେଲେ ମୁଁ ବାଟିକି ଦେଖେଇ ଦିଅନ୍ତି। ହଁ। କଣ ମତେ ଡରଉଛି? କି ଡରଉଛି? ତୁ ଚାଲୁନୁ ଗାଁକୁ, ଯୋଉ ଶିଳ ପଡିଛି କିନ୍ତୁ ବାଟିକି ଚିକଣ କରିଦେବି, ଚନ୍ଦନ କରିଦେବି। ଚନ୍ଦନ?